ଯାଅ। ଆଜ୍ଞା ଆମେ କ'ଣ ଶୁଣିବାକୁ ପାଉଛୁ ଯେ ଆମେ ସେଇଟା କ'ଣ ପୂଜା ନାହିଁ ପୂଜା ଯୋଉଟା କରୁଛନ୍ତି ସେଇଟା କହୁଛନ୍ତି 33 କୋଟି ଦେବତା ବୋଇଲେ ଆମେ କାହାକୁ ପୂଜା କରିବୁ? ହେଲେ 33 କୋଟି ଦେବତା ବୋଲି କି କୋଉଠୁ ପାଇଛ ନା କାହାଠୁ ଶୁଣିଛ? ନାଇଁ ଏମିତି କହୁଛନ୍ତି ସେଥିପାଇଁ ଆମେ ଦେବତା କୋଟି 33 କୋଟି ଦେବତା ହେଲେ ଶୁଣୁଛନ୍ତି ସେଥିପାଇଁ ଆମେ କାହାକୁ ପୂଜା ସେଥିପାଇଁ କିଏ କରିବୁ? ଲେଖି ଦେଇଛି ନା ତମେ ନିଜେ ଲେଖିଛ? ନାଇଁ ଆମେ ନିଜେ ଲେଖିକି ହଁ। ଏଇଟା ଆମେ ପଚାରୁ ଆଜ୍ଞା ଆସିଲେ କହିକି ଆମକୁ ପଚାରୁଛୁ। ହଉ ଠିକ ଅଛି। ହେଲେ ଏଇଟା 33 କୋଟି ଦେବତା ବୋଲି ଲେଖା ହିଁ ନାହିଁ। କ'ଣ କ'ଣ ଲେଖା ହେଇଛି ଟିକେ ମୁଁ ଟିକେ ଦେଖିବି ଏଇଠି। ହଉ 33 କୋଟି ଦେବତା। ଦେବତା ପରେ ଗଛକୁ ମା ବୋଲି ମାନ ମାନେ ଗଛକୁ ବି ମା ଆଉ ଏଠି ଲେଖା ହେଇଛି ଦେଖ 33 କୋଟି ଦେବତାକୁ 33 କୋଟି ଦେବତାକୁ ପୂଜା କରିବୁ। ତାପରେ ନିଜର ମା ଥାଇ ଗଛକୁ ମା ଆଉ ଗାଈକୁ ଦେଖିଲେ ମା ମୂର୍ତ୍ତିକୁ ଦେଖିଲେ ମା ମୂର୍ତ୍ତି ପୂଜାକୁ କିଛି ଦେଉ ନାହିଁ ତାକୁ କେମିତି ପୂଜା କରିବ? ଏଇଟା କିଏ ଲେଖିକି ଦେଇଛି ନା କାହାଠୁ ପାଇଛ? ଆମେ ନିଜେ ଲେଖିଛୁ। ଆମେ ଏଟା ଗୋଟେ ଦେଖିଲୁ ତ ଆମେ ଏମିତି। ହଉ ଠିକ ଅଛି। ଦେଖିଲା ଧନ୍ୟବାଦ। ତ ତମର ନା ନିଜ ନା କୋଉଠି? ସତ୍ୟ ନାରାୟଣ ନା ସତ୍ୟ ସାହୁ? ପ୍ରଧାନ। ସତ୍ୟ ପ୍ରଧାନ। ଗାଁ କୋଉଠି? ପକାରେ। ଓକେ। ତମର ନିଜ ଗାଁ? ଆଜ୍ଞା ଆମର କିରାମି ମୋ ନାଁ ଚାଲକ ପ୍ରଧାନ। ଆଚ୍ଛା ଆଚ୍ଛା। ବୟସ କେତେ ଅଛି? ମୋର 21 ବର୍ଷ। 21 ବର୍ଷ ଅଛି। ଆଜ୍ଞା। ହଁ ବସ। ତମେ କିଛି ଜାଣିବା ପାଇଁ ଚାହୁଁଛ ତ? ଆଜ୍ଞା। ଦେଖ ଭାଇ ବସିବ ନା ଠିଆ ହବ? ନାଇଁ ଠିଆ ହେବା କିଛି ଅସୁବିଧା ହଉ ଠିକ ଅଛି। ହେଲେ ଦେଖ ଏଠି ତମେ ଯୋଉଟା ଲେଖିଛ ବହୁତ ଭଲ ବିଷୟ। ସେଇ ବିଷୟ ମୁଁ ଆପଣମାନଙ୍କୁ କହୁଅଛି। ବାଇବେଲ ଧରିକି ଯାଉଥିଲି ତ ଭଲ ହେଲା ତମେ ଦେଖିଲ। ଏଠି ଦେଖନ୍ତୁ ଅସହ୍ୟ 4 ଅଧ୍ୟାୟ ତାର 6 ପଦରେ ଲେଖାଯାଇଛି। ଅସହ୍ୟ ଏକ ପରିତ୍ରାଣର ପୁସ୍ତକ। ଯେଉଁମାନେ ପରିତ୍ରାଣ ପାଇବା ପାଇଁ ଲୋକମାନେ ପୂଜା କରିଥାନ୍ତି। କ'ଣ ପୂଜା କରିଥାନ୍ତି? ପରିତ୍ରାଣ ପାପୀମାନଙ୍କର ପରିତ୍ରାଣ ଆବଶ୍ୟକ ରହିଅଛି। ସେଥିପାଇଁ ସେମାନଙ୍କୁ କ'ଣ କରିବ? ପୂଜା କରିବାକୁ ପଡ଼ିବ। ସେଇ ପୂଜାର ପୁସ୍ତକ ଏଠି ଲେଖା ହେଇଛି। ଆମ୍ଭର ଲୋକମାନେ ଜ୍ଞାନ ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି। ଜ୍ଞାନ ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି ମାନେ ତାର ଅର୍ଥ କ'ଣ ଜାଣିଛ? ପ୍ରଥମ ତ ସ୍କୁଲ ଗଲେ ନାହିଁ, ଭଲ ପାଠ ପଢିଲେ ନାହିଁ, ଭଲ ବିଷୟ ଜାଣିଲେ ନାହିଁ। ସ୍କୁଲର ମୁଖ ନ ଦେଖିକି ଗୋଟେ ଲେଖ କହିଲେ କେମିତି ଲେଖିବେ? ଯେମିତି ବତେଇଲେ ସେମିତି ହେଲେ। ଏଠି ଲେଖା ହେଇଛି ଜ୍ଞାନ ଅଭାବ ସକାଶୁ ବିନଷ୍ଟ ହୋଇଛନ୍ତି। କେମିତି ପ୍ରକାର ବିନଷ୍ଟ? ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ବୋଲି ସଂସ୍କୃତରେ ଲେଖାଯାଏ। ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ତାର ଅର୍ଥ କ'ଣ? ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି କହିଲେ କ'ଣ ଜାଣିଛନ୍ତି? ଟିକେ ମୁଁ ଓଡ଼ିଆରେ ଆପଣମାନଙ୍କୁ ସଂସ୍କୃତ ଭାଷାଟା ଓଡ଼ିଆରେ ରିପ୍ଲେସ୍ କରିବା ପାଇଁ ଚାହୁଁଛି। ସମସ୍ତେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅନ୍ତି, ଈଶ୍ୱରଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ସେ ଏହା ଇଚ୍ଛା କରନ୍ତି। କିଏ? ଈଶ୍ୱର। ଏକ ଈଶ୍ୱର। ତଳକୁ 5 ପଦରେ ଲେଖାଯାଇଛି କାରଣ ଏକମାତ୍ର ଈଶ୍ୱର ଅଛନ୍ତି। ଏକମାତ୍ର ଈଶ୍ୱର ଅଛନ୍ତି। 33 କୋଟି ସବୁ ନାଁରେ କ'ଣ ବୁଲେଇ ଲୋକମାନଙ୍କୁ ଠକାମି ବେକାରୀ କରିବା ପାଇଁ ଲୋକମାନଙ୍କର ଯୋଜନା ଚାଲିଛି। କିନ୍ତୁ ଏକ ଈଶ୍ୱର ହିଁ ଅଛନ୍ତି। ସେଇ ଏକ ଈଶ୍ୱର ଅଛନ୍ତି। କୋଉଠି ଅଛନ୍ତି କ'ଣ ସେଇଟା ମୁଁ ଏବେ ଜଣେଇବି। ଲୋକମାନେ ସମସ୍ତେ ଯେପରି ସତ୍ୟ ସମ୍ବନ୍ଧରେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି। ସତ୍ୟ ସମ୍ବନ୍ଧରେ ଅହମେବ ପନ୍ଥା ଅହମେବ ସତ୍ୟମ୍ ଅହମେବ ଜୀବନମ୍ ଆସ୍ମି। ସଂସ୍କୃତ ଭାଷା ଲେଖାଯାଏ ମୁଁ ପଥ ସତ୍ୟ ଓ ଜୀବନ। ସେ ସତ୍ୟ କିଏ? ସତ୍ୟ ଏକ ତଥ୍ୟ ନୁହେଁ, ସତ୍ୟ ଏକ ବ୍ୟକ୍ତି ଅଟନ୍ତି। ସେଇ ବ୍ୟକ୍ତି ମନୁଷ୍ୟ ରୂପରେ ଆସିଲେ ସେ ସତ୍ୟ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟ। ଏଭଳି ଭାଷାରେ କହନ୍ତି ଈଶା ଆଲ୍ଲାହ। ଓଡ଼ିଆରେ କହୁଛନ୍ତି ଯୀଶୁ ଖ୍ରୀଷ୍ଟ। ଇଂଲିଶରେ କହୁଛନ୍ତି ଜିସସ୍ ଖ୍ରାଇଷ୍ଟ। ହିନ୍ଦୀରେ କହୁଛନ୍ତି ୟେଶୁ ମସିହା। ଏଇଟା ମସିହା କହିଲେ ତ ଆମ ଭାରତରେ ମସିହାଙ୍କ ନାଁରେ ହିଁ ମସିହା ଷ୍ଟାର୍ଟ ହେଇଛି। ଲୋକ ଜାଣିପାରୁଥିଲେ। ଏଇଟା ଆମେ ଦେଖୁଛୁ ଆମ୍ବର ଲୋକମାନେ ତାର ପ୍ରୁଫ୍ କ'ଣ? ଆମର ଲୋକମାନଙ୍କର ପ୍ରୁଫ୍ କ'ଣ? ବାଇବେଲ ପ୍ରକାଶ କରେ। ଯଦି ନେପାଳ ଯିବା ନେପାଳ ଗୋଟେ ଚେହେରା ଦେଖାଯାଏ। ମିଜୋରାମ ଯିବା ଗୋଟେ ଚେହେରା ଦେଖାଯାଏ। ମଣିପୁର ଯିବା ଗୋଟେ ଚେହେରା ଦେଖାଯାଏ। ଆଉ ଯଦି ଚାଇନାକୁ ଯଦି ଯିବା ଗୋଟେ ଚେହେରା ଦେଖାଯାଏ।
आम भारत लोक माने क्लाइमेट अनुसार कला रंग उच्च नीच मोटा ताकड़ा पेटा यही प्रकार लोक देखा जाती केवल दीटा आखि दीटा कान मनुष्य पर नाक आ हाथ गोड़ से ही देखा जाती आ अलग किसी देखा जाती ना पहाड़ रहा कला हो गला समुद्र पाखे रहा कला हो गला जी एसी फिटिंग करके रहा सी गुरा हो गला जी भल भल खाद्य खाइला ती सी टिका भल रहा जो माने खाइबा पीबा ठीक ना से माने कोन होथुंती सही अवस्था होथुंती जहारी फल कि ब्राह्मण माने कोन कहउछंती भल भाव टिके जाओ ब्राह्मण माने कोन कहउछंती ब्रह्मा को बाहुरु ब्राह्मण बाहु कहले हाथ ब्रह्मा को हाथ रु पुणी ब्राह्मण तैयार हैला ब्राह्मण को गुड़ आउ जणे तैयार हैला गुड़ रे के तैयार होची कि ना एटा सब काल्पनिक वैश्यक शूद्र वैश्यक एई प्रकार माने टिके टिके पड़ी कि से माने उल्टा कोड़ी कि 33 कोटी देवता बोली कि बोकामी बने कि एगुडा करूछन एटा लेखि दिबा बहुत भलो करछ तमे निजे लिखिछ त ठीक अछि देखंतु एडी मु आउट पढिबा पई चाहे तो आपण मन सत्य जानिबा पई बोली मु आसी छी तो मु तमे डाकिनो कि मु आसीनी जाउथि तो तमे पचारे तो भलो कथा करछ होला तो देखंतु आदि पुस्तक 2 अध्याय एटा आदि पुस्तक कहले पवित्र बाइबल कहे एई बाइबल को केरल भाषा सत्य वेदा पुस्तकम बोली मालायालम भाषा कहती तमिल भाषा रे सत्य वेदा पुस्तकम कहती इंग्लिश रे होली बाइबल लिखा जाय होली बाइबल जे कोनसी पुस्तक को होली कुरान होली गीता होली भगवत होली रामायण ए प्रकार लिखा जाय काहे कि सेटा होली केबे हेई पारिबन पवित्र हेई पारिबन मनुष्य लेखा सेटा हेई सेति पय लोक माने काल्पनिक कर बुलाई बुलाई ड्राइवर पर बुलाउथि लोक माने देखंतु पवित्र धर्मशास्त्र कोन कहे आदि पुस्तक 2 अध्याय तार 5 पद रे ब्रह्मा को बाहुर ब्राह्मण बोली कि ब्राह्मण माने डिक्लेयर करछथि वैश्य शूद्र ता गुडरो ता जंगरो की उत्पन्न होछि हाथर की उत्पन्न होछि ना स्वामी स्त्री सहवास कले जाय के गोटे संतान होतो जन्म होंती तमे ताठ बोका गोटे अछि हाथर की जंगरो की बाहर अछि ना सेटा सब बोका नि गुडा पाठो देखो लिखा जाय आदि पुस्तक 2 अध्याय तार 5 पद रे सेही समय क्षेत्र रे कोनोसी तृण नथिला भूमि रे कोनोसी शाख नथिला जेहेतु सदाप्रभु परमेश्वर पृथ्वी रे दृष्टि कराई नथिले आ कृषि कर्म करबा मनुष्य ही नथिला सृष्टि समय पृथ्वी प्रभु सृष्टि करूछथि सेही समय सृष्टि समय मनुष्य ही नथिला आ कुआड आथिला ब्रह्मा कुआड आथिला ब्राह्मण कुआड आथिला तार जंगल एटा सब मूर्खाय पाठ एटा सत्य पाठ आपण मानको पढौछि तो देखंतु पुणी पृथ्वी रो एक कुहुड़ी उठी समस्त भूमि रे जल सुछिला आ अनंतर सदाप्रभु परमेश्वर भूमि रो धूली द्वारा मनुष्य को निर्माण करे तार नासिका फुंक दे प्राणवायु प्रवेश करे जीवित प्राणी करे केमिति प्रकार पडला निज सदृश रे 1:26 पद रे एथिरे परमेश्वर कहले आम्भे आपणा मूर्ति आपणा सदृश मनुष्य को निर्माण करे परमेश्वर निज सदृश रे मनुष्य को तैयार करछंती निज सदृश रे तैयार करके माटी रु धूली रु चटकी कंटा जाक बाहर करी गुड़ी जाक बाहर करी काटी जाक बाहर करी केते ताको निज सदृश रे गोटे मूर्ति तैयार करके नासिका रे तार निजर जीवन फुंकी की जीवित प्राणी कोला आ से मान को कोन कहउछंती पृथ्वी रे आशीर्वाद देला कोन कहउछंती बहुवंश प्रजावंत हो से वाक्य आमान को प्रकाश करे सदाप्रभु परमेश्वर से मनुष्य को आज्ञा दे कहले बहुवंश हो प्रजावंत हो पृथ्वी को परिपूर्ण कर सही दिन आशीर्वाद ठारू सारा पृथ्वी रे जुआडे जान आपण मान जानतु पैसा पत्र जदि अछि बाहर भारत बाहर जानतु इंग्लैंड जानतु जापान जानतु कुआडे भी जानतु मो परी आपण को परी दुईटा आखी आ मो परी लोक मान का देखाए को तो कला भी ही पारंती कोई तो उच्छा भी ही पारंती बापा माटी के उच्छा है पिला माने भी उच्छा है बापा मा जदि बांगरा पिला माने भी हेबे बांगरा आ बापा जदि हेची टांगरा पुओ माने भी हेबे टांगरा एटा भी जानि था बापा जदि गुरा हेची पुओ भी हेबो गुरा ता मा जदि गुरा हेची पिला माने भी हेबे गुरा जदि बापा मा जदि कळा हेई आसिले सेही कळा किंतु मनुष्यर रक्त काटिले से गुटे रक्त आगा मेडिकल गले भी को गाय रक्त आवश्यक होबने पशुर रक्त आवश्यक होबने
ସେଥିପାଇଁ ଜ୍ଞାନ ଅଭାବ ସକାଶେ କ'ଣ କରୁଛନ୍ତି ନିଜର ମା ଥାଇକି ଗାଈକୁ ଦେଖିଲେ ମା, ପତ୍ର ଦେଖିଲେ ମା, ଗୋଟେ ମୂର୍ତ୍ତି ତିଆରି କରିକି କହୁଛନ୍ତି ମା। ଏଇଟା କି ସତ୍ୟ? ଏଇଟା ସବୁ କାଳ୍ପନିକ ମନୁଷ୍ୟ ନିଜେ ତିଆରି କରୁଛନ୍ତି। ହାତରୁ କିଏ ତିଆରି ହଉଛି କି? ଯଦି ତିଆରି କରୁଛନ୍ତି ବ୍ରାହ୍ମଣ ମାନେ ଏଇପରି ତିଆରି କରନ୍ତି। ମରିବା ଲୋକମାନଙ୍କୁ ଜୀବନ ଦିଅନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ବିନା କେହି ଜୀବନ ଦେଇନାହାନ୍ତି ଏଇ ଦୁନିଆରେ। ଲାଜାର ମରିଥିଲା, 4 ଦିନ ହଉଥିଲା, ଯୀଶୁ ଗଲେ। ଯୀଶୁ ମୁଁ ଜୀବନ ବୋଲି କହିଥିଲେ। ଆଉ ଯୀଶୁ ଯେତେବେଳେ ଯାଉଛନ୍ତି ଲାଜାର ଉଠିକିଆ, ଚାଲିକିଆ ବି କହିନାହାନ୍ତି, ଉଠିକିଆ ଲାଜାରକୁ ବାନ୍ଧିଥିଲେ। ଆଉ ସେ ବ୍ୟକ୍ତି ଉଠିକି ଆସିଲା। ଯୀଶୁଙ୍କର ଜୀବନ ସେଇଠି ଯିବ। ସେଥିପାଇଁ ପ୍ରଭୁଙ୍କର ବାକ୍ୟ କହେ ଯେପରି ଯେ କେହି ଯିଏ ବି ହଉନା କାହିଁକି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ତାହାଙ୍କର ଅଦ୍ୱିତୀୟ ପୁତ୍ରକୁ ଦାନ କଲେ। ଯେପରି ଯେ କେହି ତାହା ପଟରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସେଥିପାଇଁ ଲୋକମାନେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବା ପାଇଁ ନମ୍ବର 1 ଖ୍ରୀଷ୍ଟିଆନ ହୁଅନ୍ତି। ଦ୍ୱିତୀୟରେ କ'ଣ ହେଉଛି ସତ୍ୟତା ଜାଣିବା ପାଇଁ ଖ୍ରୀଷ୍ଟିଆନ ହୁଅନ୍ତି। ତୃତୀୟରେ ଆମେ ଏହି ଶରୀରରେ ଦିନେ ନହେଲେ ଦିନେ ମରିବା। ମରୁଛନ୍ତି ଲୋକମାନେ, ଦିନେ ନହେଲେ ଦିନେ ମରିବା। କିନ୍ତୁ ସତ୍ୟ କାମ ଯଦି କରିଥିବା, ଆମର ଲିଭର ଅଛି ବୋଲି ବିଶ୍ୱାସ ଅଛି କି ନାହିଁ? ଆମର କଲିଜା ଅଛି ବୋଲି ବିଶ୍ୱାସ ଅଛି କି ନାହିଁ? ଠିକ୍ ସେଇ ପ୍ରକାର ମଲେ ବି ଆମର ଗୋଟେ ବିଶ୍ୱାସ ଅଛି ଯୀଶୁଙ୍କ ପାଖରେ ସଦାସର୍ବଦା ରହିବ। ସେଥିପାଇଁ ଆମେ ଖାଲି ବିଶ୍ୱାସ ହେଇଛି ତାହା ନୁହେଁ, ପୃଥିବୀରେ ଅନେକ ଲୋକମାନେ ପ୍ରଭୁଙ୍କୁ ଜାଣୁଛନ୍ତି ଆଉ ସତ୍ୟ ବିଷୟକୁ ଅନୁସନ୍ଧାନ କରୁଛନ୍ତି। ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆଉ ପ୍ରଭୁଙ୍କ ବିଷୟ ପରିଚୟ ପାଇବା ପାଇଁ ହେଲେ ମୋ ସହିତ ଯୋଗାଯୋଗ କରନ୍ତୁ, ଅନୁଗ୍ରହ କରନ୍ତୁ। ଆସୁଛି, ଧନ୍ୟବାଦ, ଦେଖାଏ।